Welcome everyone to my channel. So ଆଜିର କ୍ଲାସରେ ଆମେ ଡିସ୍କସନ କରିବା ଓଡ଼ିଆ ବ୍ୟାକରଣ ସିରିଜ ଆମର ଚାଲିଛି ଓଡ଼ିଆ ବ୍ୟାକରଣ ସିରିଜର ପୁରୁଷ। ତ ପ୍ରିଭିୟସ କ୍ଲାସରେ ଆମର ବଚନ ଯାଇଥିଲା। ଆପଣ ବଚନ କ୍ଲିୟର ହେଇଥିଲେ ପୁରୁଷ ବିଷୟରେ ଯୋଉ ପଢାଯିବ ସେଥିରେ କୌଣସି ଡାଉଟ ରହିବ ନାହିଁ। ତେଣୁକରି ପୁରୁଷ ବିଷୟ ପଢିବା ଆଗରୁ ଆପଣ ଟିକେ ବଚନର ଯୋଉ କ୍ଲାସଟି ମୁଁ କରିଥିଲି ତାହା ଆମ ଚ୍ୟାନେଲର ଓଡ଼ିଆ ବ୍ୟାକରଣ ଓଡ଼ିଆ ଗ୍ରାମାର ପ୍ଲେଲିଷ୍ଟରେ ଅଛି। ସେଠାକୁ ଯାଇକି ଟିକେ ଦେଖିନେଲେ ବଚନ ଆପଣଙ୍କର କ୍ଲିୟର ହେଇଯିବ। ଓଡ଼ିଆ ବ୍ୟାକରଣ ଯୋଉ ବଚନ ଚାପ୍ଟରଟି, ତାପରେ ଆପଣ ଏଇ ପୁରୁଷ ଚାପ୍ଟରଟି ଫଲୋ ଅପ୍ କଲେ ବହୁତ ଭଲ ରହିବ। ତ ଚାଲନ୍ତୁ ଆମେ ଡିସ୍କସନ କରିବା ପୁରୁଷ ପରେ। ଓଡ଼ିଆ ବ୍ୟାକରଣର ପୁରୁଷ ଉପରେ। ପୁରୁଷ କହିଲେ ଆମେ କଣ ବୁଝୁ? ବ୍ୟକ୍ତିବାଚକ ପଦ ଗୁଡିକୁ ବକ୍ତା, ଶ୍ରୋତା ଓ ବିଷୟ ଉଦ୍ଦେଶ୍ୟ ଦିଗରୁ ଆମର ଯୋଉ ତିନୋଟି ପୁରୁଷରେ ବିଭକ୍ତ କରାଯାଇଛି ଓଡ଼ିଆ ବ୍ୟାକରଣରେ। ଓକେ, ବକ୍ତା ଏଠି ବୁଝିବେ ବକ୍ତା ଯିଏ କୁହେ, ଶ୍ରୋତା ଯିଏ ଶୁଣେ, ବିଷୟ ଯାହା ବିଷୟରେ କୁହାଯାଏ। ବକ୍ତା ଯାହା ବିଷୟରେ ଶ୍ରୋତାକୁ କହୁଥାଏ, ସେ ଦୃଷ୍ଟିରୁ ଆମର ଏଠି ତିନୋଟି ଉଦ୍ଦେଶ୍ୟ ରହିଲା। ଜଣେ ବକ୍ତା ରହିଲା, ଜଣେ ଶ୍ରୋତା ରହିଲା, ଆଉ ଗୋଟେ ବିଷୟ ରହିଲା। ତେଣୁକରି ଏଇ ତିନୋଟିକୁ ଆମେ ପୁରୁଷରେ ବିଭକ୍ତ କରିଛନ୍ତି। ଓକେ, ଆମର ବ୍ୟକ୍ତି ବିଶେଷଙ୍କ ପାଇଁ ଆମର ଯୋଉ ସବୁ ସର୍ବନାମ ଯୋଉ ବ୍ୟବହୃତ ହୁଏ, ମୁଁ, ଆମେ, ଆମ୍ଭେମାନେ, ତୁ, ତୁମେ, ଏସବୁ ମଧ୍ୟ ବିକଳ୍ପ ପଦ ଭାବରେ ଏହି ପୁରୁଷରେ ବ୍ୟବହୃତ ହୋଇଥାଏ। ତେଣୁକରି ପୁରୁଷ ହଉଛି ଆମର କେତେ ପ୍ରକାରର? ନା ପ୍ରଥମ ପୁରୁଷ, ଦ୍ୱିତୀୟ ପୁରୁଷ, ତୃତୀୟ ପୁରୁଷ, ତିନି ପ୍ରକାରର ପୁରୁଷ ଓଡ଼ିଆ ବ୍ୟାକରଣରେ ଅନ୍ତର୍ଭୁକ୍ତ ଅଛି। ତେଣୁ ପ୍ରତ୍ୟେକ ପୁରୁଷର ଏକ ବଚନ ଏବଂ ବହୁ ବଚନ ରୂପ ରହିଛି। ମୁଁ ସେଥିପାଇଁ ପୂର୍ବରୁ କହିକିରି ଆସିଲି ଯେ ଆପଣମାନେ ବଚନ ଚାପ୍ଟରଟିକୁ ଟିକେ ଆଉଥରେ ରିଭ୍ୟୁ କରିଦେବେ। ତାହା ଆମର ଯୋଉ ପ୍ଲେଲିଷ୍ଟରେ ଓଡ଼ିଆ ଗ୍ରାମାର ପ୍ଲେଲିଷ୍ଟରେ ଅଛି। ଓକେ, ସୋ ଯୋଉ ପ୍ରଥମ ପୁରୁଷ, ଦ୍ୱିତୀୟ ପୁରୁଷ ଏବଂ ତୃତୀୟ ପୁରୁଷ ଯୋଉ ରହିଲେ ତିନୋଟି ପୁରୁଷ ଓଡ଼ିଆ ବ୍ୟାକରଣରେ, ସେ ତିନୋଟି ପୁରୁଷର ସଂଜ୍ଞା ଦେଖିବା। ଉଦାହରଣ ମାଧ୍ୟମରେ ମଧ୍ୟ ସେ ବିଷୟରେ ଆମେ ଆଲୋଚନା କରିବା। ଓକେ, ମୁଁ କହିଲି ଜଣେ ରହିବ ଯିଏ କୁହେ, ଯାହାକୁ କୁହେ, କଣ କୁହେ। ତିନୋଟିକୁ ଆମେ ଭାଗ କରିଛନ୍ତି। ଓକେ, ତେଣୁକରି ପ୍ରଥମ ପୁରୁଷରେ କିଏ ଯିବ? ଯିଏ କୁହେ ସିଏ ଯିବ ଆମର ପ୍ରଥମ ପୁରୁଷରେ। ସିଏ ଆମର ପ୍ରଥମ ପୁରୁଷରେ। ଯିଏ କୁହେ ବା ଯିଏ ନିଜେ ବକ୍ତା, ସିଏ ହଉଛି ଆମର ପ୍ରଥମ ପୁରୁଷ। ତ ପ୍ରଥମ ପୁରୁଷ ଆଉ ଦ୍ୱିତୀୟ ପୁରୁଷରେ ଏଇଟା ମନେ ରଖିଥିବେ, ପ୍ରଥମ ପୁରୁଷ ଦ୍ୱିତୀୟ ପୁରୁଷରେ କେବଳ ଆମର ସର୍ବନାମ ଗୁଡିକ ଯାଇଥାଏ। ପ୍ରଥମ ପୁରୁଷ ଆଉ ଦ୍ୱିତୀୟ ପୁରୁଷରେ ସର୍ବନାମ ଗୁଡିକ ଅନ୍ତର୍ଭୁକ୍ତ ହୋଇଥାନ୍ତି। ଓକେ, ତାର ଏକ ବଚନ ଏବଂ ବହୁ ବଚନ ଥାନ୍ତି, କିନ୍ତୁ ପ୍ରଥମ ପୁରୁଷ ଦ୍ୱିତୀୟ ପୁରୁଷ ସର୍ବନାମ ଅନ୍ତର୍ଭୁକ୍ତ। କେବଳ ଶବ୍ଦନାମ ପଦଟି କେବଳ ସର୍ବନାମ ପଦଟି ଆମର ପ୍ରଥମ ପୁରୁଷ ଏବଂ ଦ୍ୱିତୀୟ ପୁରୁଷରେ ଅନ୍ତର୍ଭୁକ୍ତ ହୋଇଥାନ୍ତି। ଯିଏ କୁହେ ସିଏ ହଉଛି ନିଜେ ବକ୍ତା, ସେ ଆମର ହଉଛି ଆମର ପ୍ରଥମ ପୁରୁଷ। ବକ୍ତା ନିଜ ପାଇଁ ମୁଁ ବ୍ୟବହାର କରେ, ଯେମିତି ମୁଁ ଖାଇବି, ମୁଁ ଖାଇଲି, ଏଠାରେ ମୁଁ ହଉଛି ଆମର ପ୍ରଥମ ପୁରୁଷ। ତା ମାନେ କଣ? ମୁଁ ଖାଇଲି, ଏଠାରେ ଲେଖା ହେଇଛି ମୁଁ ଖାଇବି। ମାନେ ମୁଁ ଜଣକୁ କହୁଛି ଯେ ମୁଁ ଖାଇବି, ତେଣୁକରି ଏଠାରେ ମୁଁ ହଉଛି ପ୍ରଥମ ପୁରୁଷ। ମୁଁ ଖାଇଲି, ଏଠାରେ ମୁଁ ହେଲା ପ୍ରଥମ ପୁରୁଷ। ବକ୍ତା ଓ ବକ୍ତାଙ୍କ ସହିତ ସମ୍ବନ୍ଧ ଥିବା ଅନ୍ୟମାନଙ୍କ ପାଇଁ ଆମେ ଓଡ଼ିଆ ଭାଷାରେ ଯେପରି ଆମେ, ଆମ୍ଭେ, ଆମ୍ଭେମାନେ, ଆମେମାନେ ଏସବୁ ସର୍ବନାମ ମଧ୍ୟ ବ୍ୟବହୃତ ହୁଏ। ତ ମୁଁ, ଏତିକି ମନେ ରଖିବେ, ମୁଁ, ଆମେ, ଆମ୍ଭେମାନେ, ଆମେମାନେ, ଏଇ ସବୁ ଶବ୍ଦ ଆମର ପ୍ରଥମ ପୁରୁଷ। ତୁ, ତୁମ୍ଭେ, ତୁମ୍ଭେମାନେ, ଆପଣ, ଆପଣମାନେ, ଏସବୁ ଆମର ଦ୍ୱିତୀୟ ପୁରୁଷ। କାରଣ ମୁଁ ତୁମକୁ କହୁଛି, ସେ ତୁମେଟା ହଉଛି ଆମର ଦ୍ୱିତୀୟ ପୁରୁଷ। ବକ୍ତାର କଥାକୁ ଯିଏ ଶୁଣେ ବା ଯେଉଁ ଶ୍ରୋତା ଉଦ୍ଦେଶ୍ୟରେ କୁହାଯାଏ, ସେ ହଉଛି ଦ୍ୱିତୀୟ ପୁରୁଷ। ମୁଁ ତୁମକୁ କହୁଛି, ତେଣୁକୁ ଦ୍ୱିତୀୟ ପୁରୁଷ ଏକ ବଚନ କିଏ ରହିବେ? ତୁ, ତୁମେ, ଆପଣ ବ୍ୟବହୃତ ହେବ। ବହୁ ବଚନରେ ଆପଣ ମାନେ, ତୁମେ ମାନେ, ତୁମ୍ଭେମାନେ ବ୍ୟବହୃତ ହେବେ। ଏତିକି ମନେ ରଖିବେ ଆପଣ। ପ୍ରଥମ ପୁରୁଷରେ ମୋର ରିଲେଟେଡ ଯୋଉ ଶବ୍ଦ ସବୁ ସର୍ବନାମ ସବୁ ରହିଲେ, ମୋର ରିଲେଟେଡ କିଏ ରହିଲେ? ଆମେ, ଆମ୍ଭେମାନେ, ଆମେମାନେ, ଏସବୁ ଆମର ମୁଁ ସହିତ ସମ୍ପର୍କରେ ଅଛନ୍ତି। ତେଣୁକରି ଇଏ ସବୁ ଆମର ପ୍ରଥମ ପୁରୁଷ ହେବେ। ମୁଁଟା ହଉଛି ପ୍ରଥମ ପୁରୁଷର କଣ ନା ଏକ ବଚନ, ଆଉ ଆମେ, ଆମ୍ଭେମାନେ, ଆମେମାନେ, ଏ ସବୁ ହେଲେ ଆମର ବହୁ ବଚନ ଶବ୍ଦ। ଓକେ,
ତ ଦ୍ୱିତୀୟ ପୁରୁଷରେ କିଏ ରହିଲେ? ନା ଦ୍ୱିତୀୟ ପୁରୁଷରେ ତୁ, ତୁମେ, ଆପଣ। ଇଏ ହେଲେ ଆମର ଦ୍ୱିତୀୟ ପୁରୁଷ ଏକ ବଚନ। ତୁମେ ମାନେ, ଆପଣ ମାନେ, ତୁମ୍ଭେ ମାନେ, ଇଏ ହେଲେ ଆମର ଦ୍ୱିତୀୟ ପୁରୁଷର ବହୁ ବଚନ। ଓକେ। ସୋ ସେହିପରି ଆମର ଦ୍ୱିତୀୟ ପୁରୁଷ ମଧ୍ୟ କେଉଁ କେଉଁ ଅର୍ଥରେ ଏକ କିଛି ବିଶିଷ୍ଟ ଅର୍ଥ ଅଛି, ବିଶିଷ୍ଟ ଅର୍ଥରେ ବା କିଛି ବୈଶିଷ୍ଟ୍ୟ ଅଛି। ଆଜି ଯେ ସାଧାରଣ ଅର୍ଥରେ, ତୁଚ୍ଛ ଅର୍ଥରେ, ଅବଜ୍ଞା ଅନାଦର ଅର୍ଥରେ, ଅତି ଆପଣାର ଓ ସମସ୍ତତର ତଥା ସମସ୍ତର ସମାନ ସ୍ତର, ଅତି ଆପଣାର କିମ୍ବା ସବୁ ସାଙ୍ଗସାଥି ହେଲା, କିମ୍ବା ଆମର କନିଷ୍ଠ ସ୍ତର ବ୍ୟକ୍ତିଙ୍କ ପାଇଁ ତୁ ବ୍ୟବହୃତ ହୁଏ। ତୁଚ୍ଛ ଅର୍ଥରେ ଯେମିତି ତୁ କଣଟା ଜାଣିଛୁ, ଯାହାକୁ ଆମେ ହେୟ ଜ୍ଞାନ କହିଥାଉ, ସେଠାରେ ମଧ୍ୟ ଆମେ ତୁ ଦ୍ୱିତୀୟ ପୁରୁଷ ଏକ ବଚନ ବ୍ୟବହାର କରିଥାଉ। ସମାନ ଓ ସମସ୍ତର ଅର୍ଥରେ ତୁମେ, ଆମ ସାଙ୍ଗମାନଙ୍କୁ ମଧ୍ୟ ତୁ କହିଥାନ୍ତି। ମାନ୍ୟ ଅର୍ଥରେ ମିନ୍ସ ଆମର ଯୋଉ ସମ୍ମାନ ଅର୍ଥରେ ଆପଣ ବ୍ୟବହୃତ ହୋଇଥାଏ। ଜଣଙ୍କ ପାଇଁ ଆପଣ ବ୍ୟବହୃତ ହୁଏ ଏକ ବଚନରେ, ଯେତେବେଳେ ବହୁତ ଲୋକ ଥିବେ ଆପଣ ମାନେ ବ୍ୟବହୃତ ହୁଏ। ଓକେ। ଏଇଟା ମନେ ରଖିଥିବେ, ସାଧାରଣ ଅର୍ଥରେ, ତୁଚ୍ଛ ଅର୍ଥରେ, ଅବଜ୍ଞା ଅନାଦର ଅର୍ଥରେ, ଅତି ଆପଣାର, ସମସ୍ତର ତଥା କନିଷ୍ଠତର ବ୍ୟକ୍ତିଙ୍କ ପାଇଁ ଆମେ ତୁ ବ୍ୟବହାର କରିଥାଉ। ତୁ ହଉଛି ଏକ ବଚନାନ୍ତ ଶବ୍ଦ। ଆମେ ଯେତେବେଳେ ତୁର ବହୁ ବଚନ ବ୍ୟବହାର କରିବା, ତୁମେ, ତୁମେ ମାନେ, ଆପଣ ମାନେ, ତୁମେ ହଉଛି ଏକ ବଚନ। ତୁ, ତୁମେ, ଆପଣ ଏକ ବଚନ ଦ୍ୱିତୀୟ ପୁରୁଷ। ତୁମେ ମାନେ, ଆପଣ ମାନେ, ତୁମ୍ଭେ ମାନେ ଦ୍ୱିତୀୟ ପୁରୁଷ ବହୁ ବଚନାନ୍ତ ଶବ୍ଦ। ଓକେ। ଜାଣିପାରିଲେ? ପ୍ରଥମ ପୁରୁଷ ଦ୍ୱିତୀୟ ପୁରୁଷରେ ସର୍ବନାମ ବ୍ୟବହୃତ ହବ। ତ ପ୍ରଥମ ପୁରୁଷରେ କିଏ ରହିବେ? ନା ମୁଁ, ଆମେ, ଆମ୍ଭେ ମାନେ, ଆମ୍ଭେ, ଆମେ ମାନେ, ଏସବୁ ଆମ ପ୍ରଥମ ପୁରୁଷ। ଦ୍ୱିତୀୟ ପୁରୁଷରେ କିଏ ରହିବେ? ଦ୍ୱିତୀୟ ପୁରୁଷରେ ଆମର ରହିବେ ତୁ, ତୁମ୍ଭେ, ତୁମେ, ଆପଣ, ଆପଣ ମାନେ। ଇଏ ହେଲେ ଆମର କେବଳ ଦ୍ୱିତୀୟ ପୁରୁଷ କହିବେ। ଏଠି ଯେମିତି ଦେଇଛି ଆମର ମୁର ଏକ ବଚନ, ଆମର ଦ୍ୱିତୀୟ ପୁରୁଷରେ ତୁ, ତୁମେ, ଏଇ ଦୁଇଟି ଆମର ଏକ ବଚନରେ ରହିବ। କିନ୍ତୁ ଆମର ପ୍ରଥମ ପୁରୁଷରେ କେବଳ ମୁଁ ହିଁ ଏକ ବଚନ। ଅନ୍ୟ ଯାହା ରହିଲେ ଆମ୍ଭେ, ଆମ୍ଭେ ମାନେ, ଆମେ ମାନେ, ଏସବୁ ବହୁ ବଚନ। ମୁଁ ଯାଏ, ଆମ୍ଭେ ଯାଉ, ଆମ୍ଭେ ମାନେ ଯାଉ। ଏଟା ଗୋଟେ ଜିନିଷ ଲକ୍ଷ୍ୟ କରିବେ, କର୍ତ୍ତା ଅନୁସାରେ କ୍ରିୟା ପରିବର୍ତ୍ତନ ହଉଛି। କର୍ତ୍ତା କ୍ରିୟାକୁ ଧରିକି ଚାଲିଥାଏ। ମୁଁ ଆମର ଏକ ବଚନ ହେଲେ, ଏକ ବଚନ ଯୋଉ ପ୍ରଥମ ପୁରୁଷ ହେଲା, ତେଣୁକରି କର୍ତ୍ତା ବି ଆମର ଏକ ବଚନାନ୍ତ ହୋଇଛି, ଯାଏ। ଓକେ। ଆମ୍ଭେ ଏଠି ବହୁ ବଚନ ହେଲା, ଆମ୍ଭେ ଯାଉ। ଆମ୍ଭେ ମାନେ, ଏଠାରେ ମଧ୍ୟ ପରିବର୍ତ୍ତନ ହଉଛି, ଯାଉ। ମୁରେ ଯାଏ ହେଇଛି, ଏଇ ଦୁଇଟାରେ ଆମର ଯାଉ ହୋଇଛି। ତେଣୁକରି ସବୁବେଳେ ମନେ ରଖିବେ, କ୍ରିୟା କର୍ତ୍ତା ଅନୁସାରେ କ୍ରିୟା ପରିବର୍ତ୍ତନ ହୋଇଥାଏ। ଓକେ। ଆମେ ବର୍ତ୍ତମାନ ଦେଖିବା ତୃତୀୟ ପୁରୁଷ। ତୃତୀୟ ପୁରୁଷ ଆଉ ଯିଏ ରହିଲେ, ମୁଁ, ଆମେ, ଆମ୍ଭେମାନେ, ତୁ, ତୁମେ, ଆପଣ, ଆପଣ ମାନେ, ଏସବୁକୁ ଛାଡିଦେଲେ ଆଉ ଏ ଦୁନିଆରେ ଯେତେ ସର୍ବନାମ ଓ ବିଶେଷ୍ୟ ପଦ ରହିଲେ, ଆମର ପ୍ରଥମ ଓ ଦ୍ୱିତୀୟ ପୁରୁଷରେ କେବଳ ସର୍ବନାମ ଅନ୍ତର୍ଭୁକ୍ତ ହୋଇଛନ୍ତି। ତୃତୀୟ ପୁରୁଷରେ ସର୍ବନାମ ଏବଂ ବିଶେଷ୍ୟ ପଦ, ଏବଂ ଅନ୍ୟ ବିଶେଷ୍ୟ ପଦ, ବ୍ୟକ୍ତିବାଚକ ହଉ, ନାମବାଚକ ହଉ, ସଂଜ୍ଞାବାଚକ ହଉ, ଯୋଉ ସବୁ ଯୋଉ ବିଶେଷ୍ୟ ପଦ ରହିଲେ, ସେ ସବୁ ବିଶେଷ୍ୟ ପଦ ତୃତୀୟ ପୁରୁଷ ରୂପେ ବିବେଚନା କରାଯାଏ। ଏଠି ଲେଖାଯାଇଛି ଆମର ଡେଫିନେସନ, ବକ୍ତା, ଶ୍ରୋତା। ବକ୍ତା ହେଲା ଆମର ପ୍ରଥମ ପୁରୁଷ, ଶ୍ରୋତା ହେଲା ଆମର ଦ୍ୱିତୀୟ ପୁରୁଷ। ବ୍ୟତୀତ ଅନ୍ୟ ବ୍ୟକ୍ତି ମାନଙ୍କୁ ତୃତୀୟ ପୁରୁଷ ବିବେଚନା କରାଯାଏ। ଯାହା ବିଷୟରେ ବା ଯେଉଁମାନଙ୍କ ସମ୍ପର୍କରେ କିଛି କୁହାଯାଏ, ସେହି ବ୍ୟକ୍ତି ବା ବ୍ୟକ୍ତି ମାନେ ତୃତୀୟ ପୁରୁଷ। ପୂର୍ବରୁ ଆମେ ଡେଫିନେସନରେ ପଢିକି ଆସିଥିଲା, ଯାହା ବିଷୟରେ ବକ୍ତା ଶ୍ରୋତାକୁ କହୁଥିବ ବା ପ୍ରଥମ ପୁରୁଷ ଦ୍ୱିତୀୟ ପୁରୁଷକୁ କହୁଥିବ, ସେଇ ଯୋଉ ଯାହା ବିଷୟରେ କୁହାଯାଏ, ସେଇଟା ଆମର ହବ କଣ? ନା ତୃତୀୟ ପୁରୁଷ। ଓକେ, କ୍ଲିୟର? ସୋ ଯାହା ବିଷୟରେ କୁହାଯାଏ, ସେଇ ବ୍ୟକ୍ତି ଆଦର ହୁଏ, ତାହା ପାଇଁ ସେ ବ୍ୟବହୃତ ହୁଏ। ଯୋଉ ବ୍ୟକ୍ତି ଆମର, ଯଦି ଆମର ଆଦର, ମାନେ ସେ ଆମର କିଛି ଘନିଷ୍ଠ ହୋଇଥିବ, ତାର ଆମର ରିଲେସନ ସମ୍ପର୍କ ଘନିଷ୍ଠ ହୋଇଥିବ, ତ ଆମର ସେ ବ୍ୟବହୃତ ହୁଏ। ଯଦି ଜଣେ ବ୍ୟକ୍ତି ଜଣକ ସମ୍ମାନସ୍ପଦ ହୋଇଥିବେ, ସେଠି ସେ ବ୍ୟବହୃତ ହବ, କିନ୍ତୁ କ୍ରିୟା ପରିବର୍ତ୍ତନ ହୋଇଯିବ। ତୃତୀୟ ପୁରୁଷରେ କ୍ରିୟା ବେଳେ ବେଳେ ସେ ଅର୍ଥ ଯେତେବେଳେ ବୁଝାଏ, ସେ ଅର୍ଥ ଅନୁସାରେ କ୍ରିୟା ପରିବର୍ତ୍ତନ ହୋଇଯାଏ। ଦେଖନ୍ତୁ ଏଠି ଆମର ତୃତୀୟ ପୁରୁଷ, ଏଠି ଏକ ବଚନ ଆଦର ସହକାରେ ଅଛି, ଏକ ବଚନ, ସେ ଯିବ। ଓକେ। ଇଏ ଜଣେ ମୋର ସାଙ୍ଗ ହୋଇପାରେ କି ସାନ ଭାଇ ହେଇପାରେ, ସେ ଯିବ, ସେ କଟକ ଯିବ। କିନ୍ତୁ ଯଦି ସେ ଜଣେ ଆମ ଗୁରୁ ଆମ ହେଇପାରନ୍ତି, ଶିକ୍ଷକ ହେଇପାରନ୍ତି, ବା ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ହୋଇଥିବେ ବା ସମ୍ମାନ ଯୋଗ୍ୟ ବ୍ୟକ୍ତି ହୋଇଥିବେ, ସେଠି ଆମେ କଣ ଲେଖିବା? ନା ସେ ଯିବେ। ଇଏ ସେଇ ତୃତୀୟ ପୁରୁଷ,
କିନ୍ତୁ ଆମର କ୍ରିୟାରେ ପରିବର୍ତ୍ତନ ଘଟିଲା। ଏଠି ଯିବ, ଏଠି ଆମର ଯିବେ। ସେ ଖାଇବେ ପ୍ରଭୃତି ବ୍ୟବହୃତ ହୋଇଥାଏ ସମ୍ମାନ ଯୋଗ୍ୟ। ଯେତେବେଳେ ଆମର ସମ୍ମାନ ଆମର ଯଦି ତୃତୀୟ ପୁରୁଷଟିକି ଯୋଉଥିରେ ଆମେ ତୃତୀୟ ପୁରୁଷକୁ ଅର୍ଥରେ ଓକେ। ତାପରେ ଆମେ ଦେଖିବା ତୃତୀୟ ପୁରୁଷର ଆମର ବହୁବଚନ ରୂପ ହଉଛି କଣ ନା ସେର ବହୁବଚନ ହଉଛି ସେମାନେ। ସେମାନେ ଯିବେ, ସେମାନେ ଖାଇବେ, ଏସବୁ ଆମର ତୃତୀୟ ପୁରୁଷ ଏକ ବଚନ ସେ, ତୃତୀୟ ପୁରୁଷ ବହୁବଚନ ସେମାନେ। ସେଇଭଳି ଏତଦ୍ ବ୍ୟତୀତ ଯେ, କିଏ, କେ, କେଉଁମାନେ, ଯେଉଁମାନେ, ଯାହାଙ୍କର ପ୍ରଥମ ପୁରୁଷ ଦ୍ଵିତୀୟ ପୁରୁଷ ଛଡା ଆଉ ଯେଉଁ ସର୍ବନାମ ବିଶେଷ ପଦ ରହିଲେ ସେଗୁଡିକୁ ଆମର ତୃତୀୟ ପୁରୁଷରେ ଯିବେ। ଅନ୍ୟାନ୍ୟ ସମସ୍ତ ନାମବାଚକ ବ୍ୟକ୍ତିବାଚକ ପଦ ତୃତୀୟ ପୁରୁଷ ଭାବେ ବିବେଚିତ ହେବେ। ବାଳକ ହଉ, ଛାତ୍ର ହଉ, ରାମ ହଉ, ଗଙ୍ଗା ହଉ, ହିମାଳୟ, ଲତା, ଜଗନ୍ନାଥ, ଦ୍ୱାରିକା ଆମର ଯେତେକ ନାମବାଚକ ବିଶେଷ ପଦ ରହିଲେ ଆମର ସମସ୍ତେ ତୃତୀୟ ପୁରୁଷରେ ଅନ୍ତର୍ଭୁକ୍ତ ହେବେ। ତେଣୁକରି ଏଇ ଜିନିଷଟା ସବୁବେଳେ ମନେ ରଖିବେ। ଆମର ସେ ଜୀବ ହୋଇଛି, ଏଠି କିନ୍ତୁ ସେ ଯିବେ ହେଲା। ଇଏ ଆମର ସମ୍ମାନ ଯୋଗ୍ୟ ବା ସମ୍ମାନସ୍ପଦ ଯେତେବେଳେ ଆମେ କୌଣସି କଥା କହିଥାନ୍ତି ତୃତୀୟ ପୁରୁଷରେ, ସେଠାରେ ଆମର କ୍ରିୟାରେ ପରିବର୍ତ୍ତନ ଘଟିଥାଏ। ଓକେ। ତେଣୁକରି ଆମେ କିଛି ଜାଣିବା କଥା ଦେଖିବା। ଏବେ ଏଇ ଯୋଉ ଆମ ପୁରୁଷ, ଯୋଉ ଆମର ପ୍ରଥମ ପୁରୁଷ, ଦ୍ଵିତୀୟ ପୁରୁଷ, ତୃତୀୟ ପୁରୁଷ ନିର୍ଣ୍ଣୟ କଲା ବେଳେ କିଛି କିଛି କେତୋଟି ଜାଣିବା କଥା ଦେଖିବା। ଓକେ। ଆମର ପ୍ରଥମ ଅଛି କେତୋଟି ସ୍ଥାନରେ, କେତେକ ସ୍ଥାନରେ ଆପଣ ଶବ୍ଦ ବ୍ୟତୀତ ହଜୁର, ମଣିମା, ଛାମୁ ପ୍ରଭୃତି ଶବ୍ଦ ଦ୍ଵିତୀୟ ପୁରୁଷ ରୂପେ ବ୍ୟବହୃତ ହୁଏ। ହଁ, ଆମେ ଆମର ପୂର୍ବ କାଳରେ ପୁରୁଣା ଯୋଉ ଆମର ରାଜାର ଯୋଉ ଶାସନ ଥିଲା ସେତେବେଳେ କୌଣସି ଦୂତ ଆସିଲେ ରାଜାଙ୍କୁ ହଜୁର କୁହନ୍ତି, ମଣିମା କୁହନ୍ତି, ଛାମୁ କୁହନ୍ତି। ସେଟା ଆପଣ ଅର୍ଥରେ, ଆପଣଙ୍କୁ ନମସ୍କାର, ହଜୁର ଜୁହାର। ସେଟା ଆପଣଙ୍କୁ ମାନେ ଆପଣ ଉଦ୍ଦେଶ୍ୟରେ ବା ଦ୍ଵିତୀୟ ପୁରୁଷ ଏକବଚନ ଉଦ୍ଦେଶ୍ୟରେ ସେଟା ବ୍ୟବହୃତ ହୋଇଥାଏ। ହଜୁର, ମଣିମା, ଛାମୁ। ଓକେ। ଏଟା ଆମ ନାମ ହବ। ନାମବାଚକ ବ୍ୟକ୍ତିବାଚକ ପଦ ତୃତୀୟ ପୁରୁଷ ଭାବେ ବିବେଚିତ ହୁଏ। ଆମେ ବର୍ତ୍ତମାନ ଏଟା ଡିସ୍କସନ କରିକି ଆସିଲେ। ବାଳକ, ରାମ, ହିମାଳୟ, ଗଙ୍ଗା। କହିବା ଆମର କେବଳ ମୁଁ ତାର ଯୋଉ ରିଲେଟେଡ ସର୍ବନାମ ସବୁ ରହିଲେ, ଆମେ, ଆମ୍ଭେମାନେ, ଆମେମାନେ, ଆଉ ରହିଲା ଆମର ଇଏ ଆମର ପ୍ରଥମ ପୁରୁଷ। ଇଏ ଆମର ରହିଲା କଣ ନା ପ୍ରଥମ ପୁରୁଷ। ଓକେ। ଦ୍ଵିତୀୟ ପୁରୁଷରେ କିଏ କିଏ ରହିଲେ? ଦ୍ଵିତୀୟ ପୁରୁଷରେ ଆମର ରହିଲେ ତୁ, ତୁମେ, ତୁମେମାନେ, ତୁମ୍ଭେମାନେ, ଆପଣ, ଆପଣମାନେ, ଏସବୁ ରହିଲେ ଏକବଚନ ଏବଂ ବହୁବଚନ ମିଶିକରି ରହିଛନ୍ତି। ଆଉ ପ୍ରଥମ ପୁରୁଷ, ଦ୍ଵିତୀୟ ପୁରୁଷ ସର୍ବନାମ ପଦ ଗୁଡିକୁ ଛାଡିଦେଲେ ଆଉ ଦୁନିଆରେ ଯେଉଁ ସର୍ବନାମ ଆଉ ଯୋଉ ବିଶେଷ ପଦରେ ନାମବାଚକ ହୁଅନ୍ତୁ, ବ୍ୟକ୍ତିବାଚକ ହୁଅନ୍ତୁ, ଯାହା ବି ରହିଲେ ସେ ସବୁ ଆମର ତୃତୀୟ ପୁରୁଷର ଅନ୍ତର୍ଭୁକ୍ତ। ଓକେ। ତାପରେ ସମ୍ମାନ ଅର୍ଥରେ ତୁମେ, ତୁମ୍ଭେ ମାନେ ବଦଳରେ ଆମେ ଆପଣ କିମ୍ବା ଆପଣ ମାନେ ବ୍ୟବହୃତ କରିଥାନ୍ତି। ଏହା ଦ୍ଵିତୀୟ ପୁରୁଷ। ତୁମେ ଆମର ଏକ ବଚନ, ତୁମ୍ଭେ ମାନେ ବହୁ ବଚନ, ଆପଣ ଏକ ବଚନ, ଆପଣ ମାନେ ବହୁ ବଚନ। କିନ୍ତୁ ଯୋଉ ଜିନିଷଟି ମୁଁ ପୂର୍ବରୁ କହିକି ଆସିଥିଲି, ଏହାର କ୍ରିୟାପଦ ଦ୍ଵିତୀୟ ପୁରୁଷ ଅନୁସାରେ ନ ହୋଇ ତୃତୀୟ ପୁରୁଷର ବହୁ ବଚନ ହୋଇଥାଏ। ଏକ୍ସାମ୍ପଲ ମାଧ୍ୟମରେ ବୁଝିବେ। ଆପଣ ଏଇଟା ପଢିକି ବୁଝିବାକୁ ଚେଷ୍ଟା କରନ୍ତୁ। କ୍ରିୟାପଦ ଯୋଉ ଆମର ସମ୍ମାନ ଅର୍ଥରେ ତୁମେଟା ଆପଣ ହେଇଗଲା, କି ତୁମ୍ଭେ ମାନେଟା ଆପଣ ମାନେ ହେଇଗଲା। ଏହାର କ୍ରିୟାପଦ ଇଏ ଆମର ଆପଣ ଓ ଆପଣ ମାନେ ହଉଛନ୍ତି ଯୋଉ ଦ୍ଵିତୀୟ ପୁରୁଷ। ତ ଦ୍ଵିତୀୟ ପୁରୁଷ ମାନେ ଏହାର କ୍ରିୟାପଦ ବି ଦ୍ଵିତୀୟ ପୁରୁଷ ହବା କଥା। ମାତ୍ର କ୍ରିୟାପଦଟି ଦ୍ଵିତୀୟ ପୁରୁଷ ନ ହୋଇ ଆପଣ ମାନଙ୍କର ଯୋଉ କ୍ରିୟାପଦଟି ଦ୍ଵିତୀୟ ପୁରୁଷ ନ ହୋଇ ତୃତୀୟ ପୁରୁଷ ବହୁ ବଚନ ହୋଇଥାଏ। କେମିତି? ଦେଖ, ତୁ ଖାଉଛୁ, ତୁ ଯା, କି ତୁମେ ଯାଅ। ଆମେ କହିଲ କଣ ନା ତୁମେ ଯାଅ। ତୁମେ ଯାଅ ଏଇଟା ଆମର ଦ୍ଵିତୀୟ ପୁରୁଷ ଏକ ବଚନ ତୁମେ ଯାଅ। ଯେତେବେଳେ କୌଣସି ସମ୍ମାନାସ୍ପଦ ବ୍ୟକ୍ତି ହେଲେ ତାଙ୍କୁ ଆମେ କଣ କହିବା? ଆପଣ କହିବା। ସେଠି ଆପଣ ଯାଅ କଣ କୁହାଯିବ କି? ଆପଣ ଯାଅ ଏଟା ଠିକ ଶୁଭୁନି। ଆପଣ ଯାଅ କେବେ ହବ କି? ହବ ନାହିଁ। ସେଠି କଣ ହବ ନା ଆପଣ ଯାଆନ୍ତୁ। ଓକେ। ଆପଣ ଯାଆନ୍ତୁ। ଏଟା ଆମର ବହୁ ବଚନାନ୍ତ କ୍ରିୟାପଦ। ଏହା ତୃତୀୟ ପୁରୁଷ ବହୁ ବଚନାନ୍ତ
କ୍ରିୟାପଦ ହୋଇଥାଏ। ଏଇଟା ମନେ ରଖିବେ ଯେ ସମ୍ମାନସ୍ପଦ ଅର୍ଥରେ ଯେତେବେଳେ ଆମେ ତୁ ତୁମେ ତୁମେ ମାନେ ପରିବର୍ତ୍ତେ ଆପଣ ଆପଣ ମାନେ ବ୍ୟବହାର କରିଥାନ୍ତି ଦ୍ୱିତୀୟ ପୁରୁଷର ଶବ୍ଦ ଗୁଡିକ ଆମେ ବ୍ୟବହାର କରିଥାନ୍ତି, ସେତେବେଳେ କ୍ରିୟାପଦଟି ଆଉ ଦ୍ୱିତୀୟ ପୁରୁଷକୁ ନ ସୂଚାଇ ଆମର ତୃତୀୟ ପୁରୁଷ ବହୁବଚନକୁ ସୂଚାଇଥାଏ। ଓକେ, ଆଉ ଗୋଟେ ଏକ୍ସାମ୍ପଲ, ତୁ ଖା, ଆମେ କହିବା ତୁ ଖା। ଓକେ, କି ତୁମେ ମାନେ ଖାଅ, ତୁମେ ମାନେ ଖାଅ, ଆପଣ ମାନେ ଖାଆନ୍ତୁ କହିବା। ଓକେ, ଆପଣ ମାନେ ଖାଅ କହିବ। ଆମେ ଯେତେବେଳେ ୟୁଜ କରିବା ଆପଣ ମାନେ, ସେଠି ଆଉ କଣ ଖାଅ ହବ କି? ଖାଅ ହବ। ଆପଣ ମାନେ ପଢନ୍ତୁ, ସମ୍ମାନ ଅର୍ଥରେ କଲେ ଆମେ ସେଇ ଯୋଉ ଆପଣ ଆପଣ ମାନେ ଯୋଉ ପୁରୁଷ କ୍ଷେତ୍ର ବା ଯୋଉ ଦ୍ୱିତୀୟ ପୁରୁଷ କ୍ଷେତ୍ରରେ ଆମେ ତୃତୀୟ ପୁରୁଷର ବହୁବଚନ ଶବ୍ଦଟିକୁ କ୍ରିୟାପଦରେ ଯୋଗ କରିଥାଉ ବା ବ୍ୟବହାର କରିଥାଉ। ଓକେ, କ୍ଲିୟର? ସୋ ନେକ୍ସଟ ଆମେ ଦେଖିବା କଣ, ଏଇଟା ତ କହିକି ଆସିଲେ ବାକ୍ୟରେ କ୍ରିୟାପଦ କର୍ତ୍ତାର ପୁରୁଷ ବଚନକୁ ଅନୁସରଣ କରିଥାଏ। କୋଉଠି ଆମେ କହିକି ଆସିଲେ, ଏଇଠି ଆମେ କରିକି ଆସିଛନ୍ତି, ଏଇଠି 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 ମୁଁ ଯାଏ, ଯାଏ ଏଠି ଯାଉ ହେଇଗଲା, ମାନେ କର୍ତ୍ତା ଅନୁସାରେ କ୍ରିୟାପଦଟି ଚେଞ୍ଜ ହେଇଗଲା। ସେଇଭଳି ସେଇ ଜିନିଷଟି ଏଇ ସ୍ଲାଇଡରେ ବର୍ଣ୍ଣନା କରାଯାଇଛି ଯେ ବାକ୍ୟରେ କ୍ରିୟାପଦ କର୍ତ୍ତାର ପୁରୁଷ ବଚନକୁ ଅନୁସରଣ କରେ। କେଉଁ ପୁରୁଷରେ କର୍ତ୍ତା ଅଛି, ଆଉ କର୍ତ୍ତାର ବଚନ ଏକ ବଚନ କି ବହୁ ବଚନ କେଉଁ ବଚନର ଅଛି, ସେ ସେଇ ଅନୁସାରେ ଆମର ଯୋଉ କ୍ରିୟାପଦଟି ସେ ଅନୁସାରେ ପରିବର୍ତ୍ତନ ହୋଇଥାଏ। ଯେପରି ପ୍ରଥମ ପୁରୁଷରେ ଆମର ଅଛି କଣ, ମୁଁ ପଢୁଛି, ତାର ବହୁ ବଚନ ହେଲେ ମୁଁ ଟା ପରିବର୍ତ୍ତନ ହେଇକି ଆମ୍ଭେ ମାନେ ହେଇଯିବ। ଆମେ ଜାଣିଛନ୍ତି ପ୍ରଥମ ପୁରୁଷରେ ମୁଁ ଆମ୍ଭେ ମାନେ ଆମେ ରହିଲେ, ମୁଁ ହଉଛି ଏକ ବଚନ, ଆମ୍ଭେ ମାନେ ହଉଛି ବହୁ ବଚନ, ତ ମୁଁ ପଢୁଛି, ଆମ୍ଭେ ମାନେ ଯେତେବେଳେ ପରିବର୍ତ୍ତନ ହେଲା ଆମର ଏକ ବଚନଟି ବହୁ ବଚନକୁ ଗଲା, ସେତେବେଳେ କ୍ରିୟାପଦ ମଧ୍ୟ ପରିବର୍ତ୍ତନ ହୋଇଗଲା, ପଢୁଛୁ। ତୁମେ ପଢୁଛ, ତୁମେ ତୁମ୍ଭେ ମାନେ ହେଲେ କଣ, ଆମର ଦ୍ୱିତୀୟ ପୁରୁଷ, ଏକ ବଚନ ତୁମେ, ବହୁ ବଚନ ତୁମ୍ଭେ ମାନେ। ତୁମେ ପଢୁଛ, ତୁମେ ମାନେ ପଢୁଛ, ଏ କ୍ଷେତ୍ରରେ ଆମେ କଣ ହେଲା ନା କ୍ରିୟାପଦ ସେଇ ସମାନ ରହିଛି। ଓକେ, ତ ତୃତୀୟ ପୁରୁଷରେ ସେ ପଢୁଛି, ସେମାନେ ପଢୁଛନ୍ତି, ସେ ହଉଛି ଆମର କଣ, ସେ ହଉଛି ତୃତୀୟ ପୁରୁଷ ଏକ ବଚନ, ସେମାନେ ହେଲେ ତୃତୀୟ ପୁରୁଷ ବହୁ ବଚନ। ସେ ପାଖରେ ଆମର କ୍ରିୟାପଦ ଲାଗିଛି ପଢୁଛି, ସେମାନେ ପାଖରେ ପଢୁଛନ୍ତି। ତେଣୁ ଏଥିରୁ କଣ ଜାଣିଲେ, ଯୋଉ କ୍ରିୟାପଦ ଆମେ ଯୋଉ କୌଣସି ବାକ୍ୟରେ ଯୋଉ ସବୁ କ୍ରିୟାପଦ ବ୍ୟବହାର କରନ୍ତି, ତାହା କର୍ତ୍ତାର ପୁରୁଷ, କେଉଁ ପୁରୁଷରେ କର୍ତ୍ତା ଅଛି ଏବଂ କେଉଁ ବଚନରେ କର୍ତ୍ତା ଅଛି, ସେଇ ଅନୁସାରେ ତଦନୁସାରେ ଆମର କ୍ରିୟାପଦଟି କଣ ଅନୁସରଣ କରିଥାଏ ବା କ୍ରିୟାପଦଟି ଗଠନ କରାଯାଇଥାଏ। ଓକେ, ତା ସହିତ ସମସ୍ତ ବିଭକ୍ତି ବଚନରେ ସର୍ବନାମ ପଦ ଗୁଡିକ ଯେଉଁ ରୂପ ହୁଏ, ତାହା ସେଇ ପୁରୁଷର ବୋଲି ଆମକୁ ବୁଝିବାକୁ ହବ। ଯେପରି ଏଠି ଆମର ଯୋଉ ବିଭକ୍ତି ଯୁଗରେ ଆମ ମାନଙ୍କୁ, ତୁମ ମାନଙ୍କୁ, ତେଣୁ ମୁଁ ଆମ୍ଭେ ଯୋଉ ମୋତେ ମୋ ଦ୍ଵାରା ଆମ୍ଭ ମାନଙ୍କୁ, ଇଏ ସବୁ ଆମର ହବ କଣ ନା ପ୍ରଥମ ପୁରୁଷ। ସେଇଭଳି ତୁ ତୁମ୍ଭେ ତୁମ ମାନଙ୍କୁ, ତୁମ ମାନଙ୍କ ଦ୍ଵାରା ଇଏ ଆମର ହବ ଦ୍ୱିତୀୟ ପୁରୁଷ, ଦ୍ୱିତୀୟ ପୁରୁଷ। ତେଣୁକରି ସେଇ ହିସାବରେ ଆମେ କଣ ବୁଝିବାକୁ ପଡିବ ନା ସମସ୍ତ ବିଭକ୍ତି ଓ ବଚନରେ ସର୍ବନାମ ପଦ ଗୁଡିକର ଯେଉଁ ରୂପ ହୁଏ, ତାହା ସେଇ ପୁରୁଷର ହୋଇଥାଏ। ମୁଁ ପାଇଁ ମୋର ଯୋଉ ରିଲେଟେଡ ଯିଏ ସବୁ ରହିଲେ, ମୁଁ ଯେଉଁ ପୁରୁଷରେ ରହିବେ, ଇଏ ସବୁ ଜିନିଷ ଯୋଉ ଆମେ ଆମେ ମାନେ ମୋତେ, ମୋ ଦ୍ଵାରା, ଆମ ମାନଙ୍କ ଦ୍ଵାରା, ଆମ ମାନଙ୍କ ଠାରୁ, ଏ ସବୁ ରହିବେ ସେହି ପୁରୁଷ। ସେଇଭଳି ତୁର ଯୋଉ ରିଲେଟେଡ ତୁ ତୁମ୍ଭେ ତୁମ ମାନଙ୍କ ଦ୍ଵାରା, ତୋ ଦ୍ଵାରା, ଓକେ, ଇଏ ସବୁ ମଧ୍ୟ ଦ୍ୱିତୀୟ ପୁରୁଷରେ ରହିବ, କାରଣ ତୁ ଓ ତୁମେ ମାନେ ହଉଛନ୍ତି ଆମର ଦ୍ୱିତୀୟ ପୁରୁଷ। ଓକେ, କ୍ଲିୟର? ସୋ ଏଥିରୁ ଆମେ କଣ ଜାଣିଲେ ନା ଆଜି ଆମେ ଯୋଉ ପଢିଲେ, ଆମର ଏଇ ଯୋଉ କ୍ଲାସ ଆମେ ପଢିଲେ କଣ ନା ପୁରୁଷ, ଓଡିଆ ବ୍ୟାକରଣରେ ପୁରୁଷ ଆମର ତିନୋଟି ପ୍ରକାରର ଅଛି, ପ୍ରଥମ ପୁରୁଷ, ଦ୍ୱିତୀୟ ପୁରୁଷ, ତୃତୀୟ ପୁରୁଷ। ପ୍ରଥମ ପୁରୁଷ ହଉଛି ଯିଏ କୁହେ କିଛି, ଯିଏ ବକ୍ତା। ଓକେ, ଯିଏ ଶୁଣେ ସିଏ ହେଲା ଦ୍ୱିତୀୟ ପୁରୁଷ। ଯାହା ବିଷୟରେ କୁହାଯାଏ ସେଟା ତୃତୀୟ ପୁରୁଷ। ମୁଁ ଆମେ ଆମେ ତୁମେ, ଇଏ ମୁଁ ଆମ୍ଭେ ଆମ୍ଭେ ମାନେ, ଇଏରେ ଆମର ପ୍ରଥମ ପୁରୁଷ। ତୁ ତୁମେ ତୁମେ ମାନେ, ସିଏରେ ଦ୍ୱିତୀୟ ପୁରୁଷ। ଆଉ ଯାହା ଦୁନିଆରେ ରହିଲେ ସେ ସବୁ ଆମର ଯୋଉ ସର୍ବନାମ ଆଉ ବିଶେଷ ପଦ ରହିଲେ, ସେ ସବୁ ଆମର ରହିବେ କଣ ନା ତୃତୀୟ ପୁରୁଷର ଅନ୍ତର୍ଭୁକ୍ତ ହେବେ। ଓକେ, ତାର କିଛି ବ୍ୟତିକ୍ରମ ମଧ୍ୟ ଆମେ ଆଲୋଚନା କଲେ, ତା ସହିତ ଗୋଟେ ଦିଟା କୋଶ୍ଚିନ୍ ଆଲୋଚନା କରିବେ। ଓକେ, ସୋ ଗୋଟେ କୋଶ୍ଚିନ୍ ଅଛି ଯେ କର୍ତ୍ତାର, ଓକେ, କର୍ତ୍ତାର ବଚନ ପରିବର୍ତ୍ତନ ହେଲେ
ପୁରୁଷର ପରିବର୍ତ୍ତନ ହୁଏ। ଠିକ ନା ଭୁଲ? କହିଲେ କର୍ତ୍ତାର ଯଦି ଆମ ବଚନ ପରିବର୍ତ୍ତନ ହବ କର୍ତ୍ତାରେ, ଗୋଟେ କୋଶ୍ଚିନ୍ ସିରିଜ କ୍ଲାସ ସବୁ ଗ୍ରାମାରର ଗୋଟେ କୋଶ୍ଚିନ୍ କ୍ଲାସ ନେଇକି ଆସି କୋଶ୍ଚିନ୍ ଆଣ୍ଡ ଆନ୍ସର, ସେଇଥିରେ ଆମେ ଡିଟେଲ୍ସ ଆଲୋଚନା କରିବ। କାରଣ କୋଶ୍ଚିନ୍ ର ସ୍ଲାଇଡ୍ ମୁଁ ବନାଇ ନାହିଁ, ତିଆରି କରିନାହିଁ। ତେଣୁକରି କୋଶ୍ଚିନ୍ ଆନ୍ସର ପାଇଁ MCQ ମଲ୍ଟିପୁଲ ଚଏସ୍ କୋଶ୍ଚିନ୍ ଆନ୍ସର ପାଇଁ ସମ୍ପୂର୍ଣ୍ଣ ଗ୍ରାମାରର ଗୋଟେ ମାରାଥନ କ୍ଲାସ କରିବା, ଯୋଉଥିରେ କେବଳ କୋଶ୍ଚିନ୍ ଆନ୍ସର ହିଁ ରହିବ। ସୋ ଆମର ମୁଁ ଯୋଉ ବର୍ତ୍ତମାନ କୋଶ୍ଚିନ୍ ଟି ପଚାରିଲି, ସେ କୋଶ୍ଚିନ୍ ଟି ହଉଛି କଣ ନା କର୍ତ୍ତାର ବଚନ ପରିବର୍ତ୍ତନ ହେଲେ ପୁରୁଷରେ ପରିବର୍ତ୍ତନ ହୁଏ। ଠିକ ନା ଭୁଲ? ଆମର ଯଦି କର୍ତ୍ତାର ବଚନ ପରିବର୍ତ୍ତନ ହବ, ତେବେ ତାର ପୁରୁଷରେ ପରିବର୍ତ୍ତନ ଘଟେ। এটা ଠିକ ନା ଭୁଲ? ଦେଖି ଦଉଛି। ଗୋଟିଏ କୋଶ୍ଚିନ୍ ଆଜି ଆଲୋଚନା କରିବା, କିନ୍ତୁ ମୁଁ କୋଶ୍ଚିନ୍ ର ଗୋଟେ ସିରିଜ ନେଇକି ଆସିବି। ସେତେବେଳେ ଆମେ ସବୁ ଆମର ଲିଙ୍ଗ, ଧ୍ୱନି, ବର୍ଣ୍ଣ ସବୁର କୋଶ୍ଚିନ୍ ନେଇକି ଆସିବି। ମାରାଥନ କ୍ଲାସ କରିବା, ସେଇ କ୍ଲାସରେ ଆମେ MCQ କୋଶ୍ଚିନ୍ କରିବା, ସେଥିରେ ସବୁ କିଛି ଡିସ୍କସନ କରିବା। ଓକେ। କର୍ତ୍ତାର ବଚନ ପରିବର୍ତ୍ତନ ହେଲେ ପୁରୁଷରେ ପରିବର୍ତ୍ତନ ହୁଏ। ପୁରୁଷରେ ପରିବର୍ତ୍ତନ, ଏର ଆନ୍ସର ଆପଣମାନେ କମେଣ୍ଟ ବକ୍ସରେ ଦିଅନ୍ତୁ, ଠିକ କି ଭୁଲ। ଯଦି ଆମର କର୍ତ୍ତା ଏଟା ଅପସନ ରହିବ ଠିକ ଅର ଭୁଲ। ଓକେ। ଏ ଅପସନ ଠିକ, ବି ଅପସନ ଭୁଲ। କର୍ତ୍ତାର ବଚନ ପରିବର୍ତ୍ତନ ହେଲେ ପୁରୁଷରେ ପରିବର୍ତ୍ତନ ହୁଏ। ଏହାର ଉତ୍ତର ଆପଣ ମାନେ କମେଣ୍ଟ ବକ୍ସରେ ଲେଖନ୍ତୁ, ଠିକ ଅର ଭୁଲ। ଆଶା ଆପଣଙ୍କୁ ଏଇ କ୍ଲାସଟି ବହୁତ ବହୁତ ଭଲ ଲାଗିଥିବ। ଦୟାକରି ମୋ ଚ୍ୟାନେଲକୁ ପ୍ରଥମ ଥର ଭିଜିଟ କରୁଥିଲେ ସବସ୍କ୍ରାଇବ କରନ୍ତୁ, କମେଣ୍ଟ, ଲାଇକ୍, ସେୟାର କରିବାକୁ ଭୁଲନ୍ତୁ ନାହିଁ। ଅନ୍ୟମାନଙ୍କ ପାଖରେ ମଧ୍ୟ ସେୟାର କରି ପହଞ୍ଚାନ୍ତୁ। ତା ସହିତ ମୁଁ ଗ୍ରାମର ଆଉ କିଛି କ୍ଲାସ ନେଲା ପରେ ଓଡ଼ିଆ ଗ୍ରାମାରର ମଲ୍ଟିପୁଲ ଚଏସ୍ କୋଶ୍ଚିନ୍ର ମାରାଥନ କ୍ଲାସଟି କୋଶ୍ଚିନ୍ ଆନ୍ସର କ୍ଲାସଟି ଆଣିବି। ଆପଣମାନେ ମୋ ଚ୍ୟାନେଲକୁ ବହୁତ ଭଲ ପାଇବା ଦଉଥିବାରୁ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ।